ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀରେ ପ୍ରଥମ ମୂର୍ତ୍ତି ପୂଜା କରିଥିବା ବ୍ୟକ୍ତି କିଏ? ଆପଣମାନେ ଜାଣିଅଛନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଯଦି ଆପଣମାନେ ଜାଣନ୍ତି ତାହେଲେ ବହୁତ ଭଲ ବିଷୟ, କିନ୍ତୁ ଆପଣମାନେ ଯଦି ଜାଣିନାହାନ୍ତି ତାହେଲେ ଆପଣମାନେ କିଛି ସମୟ ଏହି ଭିଡ଼ିଓକୁ ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ଦେଖନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନେ ଜାଣିପାରିବେ ଏହି ପୃଥିବୀରେ ପ୍ରଥମ ମୂର୍ତ୍ତି ପୂଜା କରିଥିବା ବ୍ୟକ୍ତି ହେଉଛନ୍ତି ରାଜା ନିମ୍ରୋଦ। ନିମ୍ରୋଦ ରାଜା ଏହି ପୃଥିବୀରେ ପ୍ରଥମ ମୂର୍ତ୍ତି ପୂଜା କରିଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ନିମ୍ରୋଦ ରାଜା ଠାରୁ ଆରମ୍ଭ ହୋଇଅଛି ମୂର୍ତ୍ତି ପୂଜା। କିନ୍ତୁ ଏହି ନିମ୍ରୋଦ କିଏ ଏବଂ ଏହି ନିମ୍ରୋଦ କାହାର ବଂଶ, ସେ କୋଉଠି ଆସୁଅଛି, ଏହି ବିଷୟରେ ଆପଣମାନଙ୍କ ପାଖରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ ଏବଂ ଏହି ନିମ୍ରୋଦଙ୍କ ବିଷୟରେ ଜାଣିବା ପାଇଁ ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେସାର ପୁସ୍ତକ ଆପଣମାନେ ସଠିକ୍ ଭାବରେ ପଢ଼ନ୍ତୁ। ସେଇ ଜାଗାରେ ସୁନ୍ଦର ଭାବରେ ଲେଖାଯାଏ ନିମ୍ରୋଦ କେମିତି ଥିଲେ, ସେ କେମିତି ବଡ଼ ହେଲେ, ଏହି ପ୍ରକାର ଅନେକ ବିଷୟ ଲେଖାଯାଏ ଯେସାର ପୁସ୍ତକରେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଏହି ପୃଥିବୀରେ ନିମ୍ରୋଦ ରାଜାଙ୍କର ଦ୍ୱାରା ଆରମ୍ଭ ହୋଇଅଛି ମୂର୍ତ୍ତି ପୂଜା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ନିମ୍ରୋଦ ନୋହଙ୍କ ବଂଶରୁ ଆସିଅଛି। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ମୁଁ ମୋର ନିଜର ଜ୍ଞାନ ଅନୁସାରେ ଆପଣମାନଙ୍କ ପାଖରେ ପ୍ରକାଶ କରୁନାହିଁ। ବର୍ତ୍ତମାନ ଅନେକ ଲୋକମାନେ ଅନେକ ପ୍ରକାର ମେସେଜ କରନ୍ତି। ସେହି ପ୍ରକାର ଲୋକମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ସର୍ବପ୍ରଥମେ ବୁଝନ୍ତୁ, ଜାଣନ୍ତୁ, ତାପରେ ଆପଣମାନେ ଯାହା କିଛି ଲେଖିପାରିବେ ଆପଣମାନେ ଲେଖନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଭାବି ଚିନ୍ତିକି ଆପଣମାନେ ମେସେଜ ମଧ୍ୟ କରନ୍ତୁ, କାରଣ ନିଜର ଜ୍ଞାନ ଅନୁସାରେ ଏ ବିଷୟ ପ୍ରକାଶ କରାଯାଏ ନାହିଁ। କିନ୍ତୁ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ନୋହଙ୍କ ବଂଶରୁ ଏହି ନିମ୍ରୋଦ ଆସିଅଛି। କେମିତି? ଆପଣମାନଙ୍କର ପ୍ରଶ୍ନ। ନୋହଙ୍କର 3ଟି ପୁତ୍ର ଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ବ୍ୟକ୍ତିମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆପଣମାନେ ଯଦି ଅଧ୍ୟୟନ କରିଅଛନ୍ତି ତାହେଲେ ଆପଣମାନେ ଜାଣିଅଛନ୍ତି। ଯଦି ଆପଣମାନେ ଜାଣିନାହାନ୍ତି ତାହେଲେ ଆପଣମାନେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ନୋହଙ୍କର ପୁତ୍ରମାନେ ସେମ୍, ହାମ୍, ଯଫେତ୍। ନୋହଙ୍କର ଏହି 3ଟି ପୁତ୍ର। ସେମ୍ର ପୁତ୍ର ହେଉଛନ୍ତି ଅର୍ଷକୋଦକ, ଅର୍ଷକୋସଦ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ହାମ୍ର ପୁତ୍ର ହେଉଛି କୁଶ। এই ସେମ୍, ହାମ୍, ଯଫେତ୍ ସେମ୍ର ବଂଶରୁ ବା ସେମ୍ଙ୍କ ପୁତ୍ର, ତାହାର ପୁତ୍ର ଏମିତି ତେରହ, ଅବ୍ରାମ, ନାହର ଏମାନେ ଆସିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେମ୍ର ପୁତ୍ରମାନେ ଅର୍ଦ୍ଧକୋସଦ ଏବଂ ଅର୍ଦ୍ଧକୋସଦର ପୁତ୍ର ନାହର, ନାହରର ପୁତ୍ର ତେରହ। এই 13ଙ୍କର 3ଟି ପୁତ୍ର ଅବ୍ରାମ, ହାରଣ ଏବଂ ନାହର, ଏମାନେ 3 ଭାଇ। ଠିକ୍ ସେମିତି ହାମ୍ର ପୁତ୍ର ହେଉଛନ୍ତି କୁଶ ଏବଂ এই କୁଶର ପୁତ୍ର ହେଉଛି ନିମ୍ରୋଦ। এই ନିମ୍ରୋଦଙ୍କର ଆହୁରି ପୁତ୍ରମାନେ ଅଛନ୍ତି, କିନ୍ତୁ ନିମ୍ରୋଦଙ୍କ ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି।
ହାମର ପୁତ୍ର କୁଶ, କୁଶର ପୁତ୍ର ନିମ୍ରୋଦ। এই ନିମ୍ରୋଦ ରାଜା ପ୍ରଭୁଙ୍କର ପ୍ରିୟ ଲୋକମାନେ এই ପୃଥିବୀରେ ଶାସନ କରିବା ପାଇଁ ଲାଗିଲେ। ସମସ୍ତ ଲୋକଙ୍କୁ ନିଜର ଅଧୀନରେ ରଖିଲେ। ସେ ମହାନ ରାଜା ବୋଲି ଖ୍ୟାତ ହେଲେ ଏବଂ ସମସ୍ତଙ୍କୁ ସେ ଜୟ କରୁଥିଲେ। କାହିଁକି ସେ ଜୟ କରୁଥିଲେ ତାର କାରଣ ମଧ୍ୟ ଅଛି। ଯେଉଁ ଆଦମର ହବାକୁ ପରମେଶ୍ୱର ବା ଆଦମକୁ ଯେଉଁ ପୋଷାକ ଦେଇଥିଲେ ପରମେଶ୍ୱର, ସେଇ ପୋଷାକ ନିମ୍ରୋଦ ରାଜା ପିନ୍ଧିଥିଲେ। ତାର ପିତା এই କୁଶ ନିଜର ପୁତ୍ରକୁ ନିମ୍ରୋଦକୁ ସେଇ ପୋଷାକ ଦେଲେ। ସେ ପିନ୍ଧିଥିବା ଯୋଗୁଁ ପ୍ରଭୁ ନିମ୍ରୋଦକୁ ଆଶୀର୍ବାଦ କଲେ ଏବଂ ନିମ୍ରୋଦ এই ପୃଥିବୀରେ ମହାନ ହେଲେ। କିନ୍ତୁ এই ନିମ୍ରୋଦ ରାଜା এই ପୃଥିବୀରେ ସର୍ବପ୍ରଥମେ ମୂର୍ତ୍ତି ପୂଜା କରିବା ବ୍ୟକ୍ତି ଅଟନ୍ତି। এই ନିମ୍ରୋଦ ରାଜାଙ୍କର ଦ୍ୱାରା ପୃଥିବୀରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଅଛି ଏବଂ ଯେତେବେଳେ এই ନିମ୍ରୋଦ ରାଜା ମୂର୍ତ୍ତି ପୂଜା କଲେ, ତାର ମୂର୍ତ୍ତିମାନଙ୍କୁ ଉପାସନା କରିବା ନିମନ୍ତେ, ଅଫରିଂ ଦେବା ନିମନ୍ତେ ଅବ୍ରାହମଙ୍କର ପିତା ତେରହଙ୍କୁ ନିଯୁକ୍ତି ଦେଇଥିଲେ। ସେ ମାସକୁ ଥରେ ଗୋଟିଏ ଦେବତାକୁ ଅଫରିଂ ନିଅନ୍ତି ବା ଦିଅନ୍ତି। 12 ମାସକୁ 12ଟି ଦେବତା। ଏ ପ୍ରକାର ଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ ଏତିକି ମାତ୍ର କହିଅଛି, ଆଗକୁ କହିଥାନ୍ତି, କିନ୍ତୁ ଆପଣମାନଙ୍କର ମତାମତ କ'ଣ ଆପଣମାନେ ଲେଖିକି ଜଣାନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସର୍ବପ୍ରଥମେ ନିମ୍ରୋଦ ରାଜାଙ୍କର ଦ୍ୱାରା ଏ ପୃଥିବୀରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଅଛି। ଆପଣମାନଙ୍କର ମତାମତ କ'ଣ ଆପଣମାନେ ଲେଖିକି ଜଣାନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲରେ ଲେଖା ଯାଇ ନାହିଁ। ଏ ପ୍ରକାର ଅନେକ ବିଷୟ ଆଉ ଗୋଟିଏ ପୁସ୍ତକରେ ଅଛି। ଆପଣମାନେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାହିଁକି ଏତିକି ମାତ୍ର କହୁଅଛି, ବର୍ତ୍ତମାନ ସମୟରେ ଏ ପ୍ରକାର ଭିଡ଼ିଓକୁ ଲୋକମାନେ ଦେଖନ୍ତି ନାହିଁ। ଯେଉଁମାନେ ସତ୍ୟ ବିଷୟ କହନ୍ତି, ଈଶ୍ୱରଙ୍କର ପବିତ୍ର ବାଇବଲ ସତ୍ୟ ବାକ୍ୟ କହନ୍ତି, ଲୋକମାନଙ୍କୁ ବାଧୁଅଛି, ସେମାନେ ଶୁଣୁନାହାନ୍ତି। ବାଧିଥିବା ବ୍ୟକ୍ତିମାନେ, ସଠିକ୍ କହିଥିବା ବ୍ୟକ୍ତିମାନଙ୍କୁ ସଠିକ୍ ବୋଲି କହୁନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ସତ୍ୟର ହିଁ ଜୟ ହେବ। ଆପଣମାନେ ଧ୍ୟାନ ଦେବା ଦରକାର।